जय जगन्नाथ साଙ୍ଗ ମାନେ ଆମ ବରହମପୁର ଏପଟେ ତ ସମସ୍ତେ ଜାଣିଥିବେ ପୁରୀ ଉପମା କେତେ ଫେମସ୍। ଆଉ ସମସ୍ତେ ମର୍ଣ୍ଣିଂରେ ବ୍ରେକଫାଷ୍ଟ କରୁଛନ୍ତି, କିନ୍ତୁ ଆମ ଘରେ ବ୍ରେକଫାଷ୍ଟ ହୁଏନି। ଡାଇରେକ୍ଟ 10ଟା ବେଳେ ଆମେ ଭାତ ରୋଷେଇ କରିକି ଖାଇ ଦଉଛୁ, ସେଇଥିପାଇଁ ବ୍ରେକଫାଷ୍ଟ ହୁଏନି। ଯଦି କେବେ କେବେ ବ୍ରେକଫାଷ୍ଟ ଖାଇବାକୁ ଇଚ୍ଛା ହୁଏ, ତେବେ ସେତେବେଳେ ଘରେ କ'ଣ ବି ବନେଇକି ଖାଇଦଉ, ନହେଲେ କିଣିକି ଖାଇ ଦେଇଥାଉ। ବଟ୍ ଆଜି ଇଚ୍ଛା ହେଲା ଘରେ କିଛି ବନେଇକି ଖାଇବା ପାଇଁ। ଆଉ ଘରେ ବ୍ରେଡ଼୍ ଥିଲା, ସେ ବ୍ରେଡ଼୍କୁ ଦେଖିକି ଭାବିଲି କି ଆଜି ଇଜି ଷ୍ଟାଇଲ୍ର ବ୍ରେଡ଼୍ ପଟାଟୋ ସାଣ୍ଡୱିଚ୍ କରିକି ଖାଇଲେ କେମିତି ହୁଅନ୍ତା। ଏହା ଭାବିକି ତୁରନ୍ତ ଯାଇକି ଗୋଟେ ଆଳୁକୁ ବଏଲ୍ କରିଦେଲି। ବଏଲ୍ କଲା ପରେ ଆଳୁକୁ ଚକଟି ସେଥିରେ ଲୁଣ, ହଳଦୀ ପାଉଡ଼ର, ମିର୍ଚି ପାଉଡ଼ର, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପିଆଜ, କଞ୍ଚାଲଙ୍କା, ଟମାଟୋ ଆଉ ଧନିଆ ପତ୍ର ଦେଇ ଭଲ ଭାବରେ ମିକ୍ସ କରିଦେଲି। ଆଉ ବ୍ରେଡ଼୍କୁ ସେ ଆଳୁ ଚକଟା ଦେଇ ତାପରେ ଉପରେ ଆଉ ଗୋଟେ ବ୍ରେଡ଼୍ ରଖି ପ୍ରେସ୍ କରିନେଲି, ନହେଲେ ଆଳୁ ଗୁଡ଼ିକୁ ବାହାରେ ପଡ଼ିଯିବ। ଏବେ ତାୱାରେ 2 ସାଇଡ଼୍ ଫ୍ରାଏ କରିନେଲି। ଆଉ ହେଇଗଲା ଆମର ମର୍ଣ୍ଣିଂ ବ୍ରେକଫାଷ୍ଟ ପଟାଟୋ ସାଣ୍ଡୱିଚ୍। ତ କମେଣ୍ଟରେ ନିଶ୍ଚୟ କହିବେ ଭିଡ଼ିଓଟି କେମିତି ଲାଗିଲା, ଆଉ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ରହିଲି, ନମସ୍କାର, ବାଏ ବାଏ।